ଏକ ସମୟର କଥା। ଏକ ଗାଁରେ ଜଣେ ଚାଲାକ ଧୁରନ୍ଧର ଠେକୁଆ ରହୁଥିଲା। ସେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଶୈଳୀରେ ନିଜର ହିଁ କାମ କରୁଥିଲା। ଠେକୁଆ ଦିନେ ଖାଦ୍ୟ ଖୋଜିବାକୁ ଦୂରକୁ ଗଲା। ସେ ସେଠି ଦେଖିଲା ଗୋଟିଏ ବୁଦା ତଳେ ସିଂହ ଶୋଇଥିବାର। ସେ ଭାବିଲା ଆଜି ସିଂହକୁ ଠକିବା। ଏହା ଭାବି ବଡ଼ ପାଟିରେ ଚିଲେଇବା ଆରମ୍ଭ କଲା। ଶିକାରୀ ଆସୁଛି, ଶିକାରୀ ଆସୁଛି, ଦୌଡ଼ି ଯାଅ, ସବୁ ଏଠୁ ପଳେଇ ଯାଅ, ଶିକାରୀ ଆସୁଛି। ଏହା ଶୁଣି ସିଂହ ଡରରେ ଦୌଡ଼ି ପଳେଇଲା। ଠେକୁଆ ସିଂହ ରଖିଥିବା ଫଳକୁ ଧରି ଖାଇବାକୁ ଲାଗିଲା। ସେ ମନେ ମନେ ଭାରି ଖୁସି ହେଉଥାଏ କି ଆଜି ମୁଁ ସିଂହକୁ ଠକିଦେଲି। ଏକଥା ଧୀରେ ଧୀରେ ଜଙ୍ଗଲ ସାରା ପ୍ରଚାର ହେଲା। ଜଙ୍ଗଲର ପଶୁମାନେ ସିଂହକୁ ଥଟ୍ଟା କଲେ। ଦେଖ ଦେଖ, ଏ ହେଉଛି ସେହି ସିଂହ, ଏ ହେଉଛି ସେହି ସିଂହ ଯାହାକୁ ଠେକୁଆ ଠକି ଦେଇଥିଲା। ଦେଖ ଭାଇମାନେ, ଏ ହେଉଛି ସେହି ସିଂହ। ସିଂହ ଜୋରରେ ରାଗିଗଲା ଓ ରାଗି ଯାଇ ଠେକୁଆ ପାଖକୁ ଗଲା। ଠେକୁଆକୁ ଦେଖିଲା କ୍ଷଣି ହିଁ ମାରିଦେଲା। ତେଣୁ ପିଲାମାନେ ମନେ ରଖ, ଚାଲାକ ହେବା ଭଲ, କିନ୍ତୁ ଅନ୍ୟମାନଙ୍କୁ ଠକିବା ଜମା